ଥରେ ଗୋଟେ ଖଟିରେ ମୁଁ ବସିଥାଏ, ମୋରି ସମବୟସ୍କ 4-5 ଜଣ ଆମେ ବସିଥାଉ। ଗୋଟିଏ କଥା ପଡ଼ିଲା, କୌରବ ପାଣ୍ଡବମାନଙ୍କର ପିତା କିଏ ସେ, ତାଙ୍କ ପିତା କିଏ ସେ, ତାଙ୍କ ପିତା କିଏ ସେ। ମୁଁ ତାଙ୍କୁ ବୁଝେଇଥିଲି ତାଙ୍କ ପିତାଙ୍କର କିଏ ସେ ସବୁ ବୁଝେଇଥିଲି। ବ୍ରହ୍ମାୟା ଉର୍ବଶୀ ଭାର୍ଯ୍ୟା ପୁତ୍ର ବଶିଷ୍ଠମେବ ଚ, ବଶିଷ୍ଠ ଚାଣ୍ଡାଳୀ ଭାର୍ଯ୍ୟା ପୁତ୍ର ସତୀ ମହାମୁନି, ସତୀ ଭାର୍ଯ୍ୟା ପକ୍ଷୀମାଳା ପୁତ୍ର ଜାତ ପରାଶର, ପରାଶର କୈବର୍ତ୍ତ ଭାର୍ଯ୍ୟା ପୁତ୍ର ବ୍ୟାସ ମହାମୁନି, ବ୍ୟାସାୟ ବଧୂ ଭାର୍ଯ୍ୟା ପୁତ୍ର ପାଣ୍ଡବ କୌରବା, ଅକୂଳେ କୂଳକାରକା ତପବଳେ କୂଳଶ୍ରେଷ୍ଠ। ଏମିତି ବ୍ରହ୍ମା ଉର୍ବଶୀଙ୍କ ଔରସରୁ ବଶିଷ୍ଠ ଜନ୍ମ ହୋଇଥିଲେ। ବଶିଷ୍ଠ ଚାଣ୍ଡାଳୀ ଭାର୍ଯ୍ୟାରୁ ସତୀ ମହାମୁନି, ସତୀ ମହାମୁନି ପକ୍ଷୀମାଳା ଭାର୍ଯ୍ୟା, ଆଉ ତାଙ୍କ ପୁତ୍ର ହୋଇଥିଲେ ପରାଶର। ପରାଶର ହେଉଛନ୍ତି କୈବର୍ତ୍ତ ଭାର୍ଯ୍ୟା, ତାଙ୍କର ପୁତ୍ର ହେଲେ ବ୍ୟାସ ମହାମୁନି। ଆଉ ବ୍ୟାସ ମହାମୁନି ବଧୂ ଭାର୍ଯ୍ୟାଙ୍କ ଔରସରୁ ଜନ୍ମ ହୋଇଥିଲେ କୌରବ ପାଣ୍ଡବ। ଜୟ ଜଗନ୍ନାଥ।